ଚାଲିଥିଲା ଦେହ ବେପାର ରାତି ଅଧିଆ ହେଲା ଚଢ଼ାଉ। ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ବେପାରୀ ସକ୍ରିୟ ଥିବା ବେଳେ ଏବେ ପୁଣି ସେକ୍ସ କାରବାରରେ ସକ୍ରିୟ ଥିବା କଥାକୁ ନେଇ ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା। ବୌଦ୍ଧ ଭଳି ଛୋଟ ଏକ ଜିଲ୍ଲାରେ ସେକ୍ସ ରାକେଟ କାରବାର ଲୋକଙ୍କୁ କରିଛି ଆଚମ୍ବିତ। ଲୁଚାଛପାରେ ଚାଲିଛି ଦେହ ବେପାର। ରାଜଧାନୀରୁ ବସ୍ରେ ଓ ରାଜ୍ୟ ବାହାରୁ ରେଢ଼ାଖୋଳ ରେଲୱେ ଷ୍ଟେସନ ଦେଇ ଅଣାଯାଇଛି ଦେହ ବେପାରୀ। ହ୍ୱାଟ୍ସଆପ୍ ଓ ଫୋନ୍ ମାଧ୍ୟମରେ ଗ୍ରାହକଙ୍କୁ ଯୋଗାଯୋଗ କରାଯାଉଛି। ଏ ସମ୍ପର୍କରେ ଏସ୍ପି ପ୍ରହ୍ଲାଦ ସହାଇ ମୀନାଙ୍କ ପାଖରେ ଖବର ଥିଲା ଓ ଏହା ଥିଲା ବୌଦ୍ଧ ଜିଲ୍ଲାରେ ତାଙ୍କର ଶେଷ ଚଢ଼ାଉ। ଏକ ସ୍ୱତନ୍ତ୍ର ଦଳ ଗଠନ କରି ଗତ ରାତିରେ ସହରର କିଛି ହୋଟେଲରେ ଚଢ଼ାଉ କରାଯାଇଛି। ସେଥିମଧ୍ୟରୁ ବୌଦ୍ଧ ଜିଲ୍ଲା ସଦର ବାଘଗୁଡ଼ା ଛକରେ ରହିଥିବା ସ୍ୱପ୍ନପୁରୀ ଓ ଭବାନୀ ପ୍ଲାଜା ହୋଟେଲରେ ଚଢ଼ାଉ କରି 2 ଜଣଙ୍କୁ ଗିରଫ କରିଛି ପୁଲିସ। ବୌଦ୍ଧରୁ ପ୍ରଶାନ୍ତ କୁମାର ପ୍ରଧାନଙ୍କ ରିପୋର୍ଟ, G99 ନ୍ୟୁଜ୍। ସପକ୍ଷ ବିପକ୍ଷ ଊର୍ଦ୍ଧ୍ୱରେ G99 ନ୍ୟୁଜ୍।